ରାତିରେ ଦିନର ବଳକା ଭାତ ଏବଂ ରାତିର ବଳକା ଚାଉଳ ମଧ୍ୟ ଖାଉଛନ୍ତି କି? ଯଦି ହଁ, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଏକା ସାଙ୍ଗରେ ଅନେକ ରୋଗକୁ ନିମନ୍ତ୍ରଣ କରିବା ପରି ଏବଂ ହାର୍ଟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ତେଣୁ ଏହି ଖାଇବା ଅଭ୍ୟାସକୁ ତୁରନ୍ତ ତ୍ୟାଗ କରିବା ଉଚିତ। ବାସି ଖାଇବା ଦ୍ୱାରା ପେଟ ଏବଂ ହଜମ ସମସ୍ୟା ହୋଇପାରେ। ବାସ୍ତବରେ ଜୀବାଣୁ ବାସି ଭାତରେ ବହୁତ ବୃଦ୍ଧି କରନ୍ତି, ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଏହା ବ୍ୟତୀତ ପେଟ ଯନ୍ତ୍ରଣା, ଝାଡ଼ା ବାନ୍ତି ଭଳି ସମସ୍ୟା ମଧ୍ୟ ହୋଇପାରେ। ଏହା ହୃଦଘାତର କାରଣ ହୋଇଥାଏ। ଇଣ୍ଡିପେଣ୍ଡେନ୍ସର ରିପୋର୍ଟ ଅନୁଯାୟୀ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ବିଷାକ୍ତ ସମସ୍ୟା ବା ଫୁଡ୍ ପଏଜନିଂ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ କଞ୍ଚା ଚାଉଳରେ ସ୍ପୋରସ୍ ମିଳିଥାଏ, ଯାହା ରାନ୍ଧିବା ସମୟରେ ମଧ୍ୟ ରହିଥାଏ, କିନ୍ତୁ ଚାଉଳ ଗରମ ହେଲେ ଏହି ଜୀବାଣୁ ଶରୀରକୁ କ୍ଷତି ପହଞ୍ଚାଇବାରେ ଅସମର୍ଥ ହୁଅନ୍ତି। ଯେତେବେଳେ ଚାଉଳକୁ କୋଠରୀ ତାପମାତ୍ରାରେ ଅନେକ ଘଣ୍ଟା ରଖାଯାଏ, ସ୍ପୋରସ୍ ଜୀବାଣୁରେ ପରିଣତ ହୁଏ ଏବଂ ଯେତେବେଳେ ଏହି ଜୀବାଣୁ ଶରୀରରେ ପହଞ୍ଚନ୍ତି, ସେତେବେଳେ ଏହା ଜଣକୁ ଅସୁସ୍ଥ କରିପାରେ। ଯେତେବେଳେ ଚାଉଳକୁ ଦୀର୍ଘ ସମୟ ଧରି ରଖାଯାଏ, ଏହା ଦୂଷିତ ହୋଇଯାଏ, ଯାହାକୁ ଭଜା ଚାଉଳ ସିଣ୍ଡ୍ରୋମ୍ କୁହାଯାଏ। ଏହା ପେଟଠାରୁ ଆରମ୍ଭ କରି ଅନେକ ରୋଗର କାରଣ ହୋଇଯାଏ। ଏହା ବ୍ୟତୀତ ବାସି ଭାତ ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗ କରିଥାଏ। ମଞ୍ଚେଷ୍ଟର ଏବଂ ସାର୍ଲଫୋର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁ ମାଟିରେ ଚାଉଳ ଚାଷ କରାଯାଏ ସେଥିରେ ଆର୍ସେନିକ୍ ଅଧିକ ଥାଏ, ଯେହେତୁ ଚାଉଳ ଚାଷ ପାଇଁ ପ୍ରଚୁର ଜଳ ଆବଶ୍ୟକ। କ୍ଷେତରେ ଥିବା ଧାନ ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଥାଏ, ଯେଉଁଥିପାଇଁ ଆର୍ସେନିକର ପରିମାଣ ବଢ଼ିଥାଏ। ଯେତେବେଳେ ଆର୍ସେନିକ ଅନ୍ୟ ବିଷାକ୍ତ ପଦାର୍ଥ ସହିତ ମିଶ୍ରିତ ହୁଏ, ଏହା ହୃଦଘାତର କାରଣ ହୋଇଥାଏ।